ନମସ୍କାର, ଜୟ ଜଗନ୍ନାଥ। କେବି ସାର୍ କେବି ନଲେଜ ଏକାଡେମୀ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛନ୍ତି। ଆଜି ଆମେ ଆଲୋଚନା କରିବା +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ କମର୍ସର ଯାହାକି MIL ଓଡ଼ିଆର ଚାପ୍ଟର ନମ୍ବର 1 ଇତିହାସ ପାଠର କେତେକ ଗୁରୁତ୍ୱପୂର୍ଣ୍ଣ MCQ କୋଶ୍ଚିନ୍ ଆଲୋଚନା କରିବା, ଯାହାକି ଇଣ୍ଟରନାଲ ଏକ୍ଜାମ ପାଇଁ ସିଲେକ୍ଟିଭ କୋଶ୍ଚିନ୍ସ। ଚାଲନ୍ତୁ ଆମେ ଡେରି ନକରି ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ? ଅପସନ୍ ଏ ଆତ୍ମଜ୍ଞାନ ଲାଭ, ଅପସନ୍ ବି ତତ୍ତ୍ୱ ନିରୂପଣ ପ୍ରୟାସ, ଅପସନ୍ ସି ଅନ୍ତର୍ଦୃଷ୍ଟି, ଅପସନ୍ ଡି ଈଶ୍ୱର ଚିନ୍ତା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ତତ୍ତ୍ୱ ନିରୂପଣ ପ୍ରୟାସ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 2 ନମ୍ବର ପ୍ରଶ୍ନ କ'ଣ କୁହାଯାଇଛି? କେଉଁ ଶ୍ରେଣୀର ମନୁଷ୍ୟ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ଓ ସମ୍ଭୋଗ କରନ୍ତି? ଅପସନ୍ ଏ ପ୍ରଥମ, ଅପସନ୍ ବି ଦ୍ୱିତୀୟ, ଅପସନ୍ ସି ତୃତୀୟ, ଅପସନ୍ ଡି ଚତୁର୍ଥ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ପ୍ରଥମ ଶ୍ରେଣୀର ମନୁଷ୍ୟ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ଓ ସମ୍ଭୋଗ କରନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 3 ନମ୍ବର ପ୍ରଶ୍ନ, କେଉଁ ଶ୍ରେଣୀର ମନୁଷ୍ୟମାନଙ୍କ ଠାରେ ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ? ଅପସନ୍ ଏ 1 ଶ୍ରେଣୀ, ଅପସନ୍ ବି 2 ଶ୍ରେଣୀ, ଅପସନ୍ ସି ପଞ୍ଚମ ଶ୍ରେଣୀ, ଅପସନ୍ ଡି ଅଷ୍ଟମ ଶ୍ରେଣୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ 1 ଶ୍ରେଣୀ। 1 ଶ୍ରେଣୀର ମନୁଷ୍ୟମାନଙ୍କ ଠାରେ ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 4 ନମ୍ବର ପ୍ରଶ୍ନ, ଅନନ୍ତ ପ୍ରକୃତି ସାଙ୍ଗରେ କାହାର ନିତ୍ୟ ଯୋଗ ହୋଇଥାଏ? ଅପସନ୍ ଏ ମନୁଷ୍ୟ, ଅପସନ୍ ବି ଈଶ୍ୱର, ଅପସନ୍ ସି ପଶୁ, ଅପସନ୍ ଡି ପକ୍ଷୀ। 4 ନମ୍ବର ପ୍ରଶ୍ନର ସଠିକ ଉତ୍ତର ହେଉଛି ଅପସନ୍ ଏ ମନୁଷ୍ୟ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 5 ନମ୍ବର ପ୍ରଶ୍ନ, କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ? ଅପସନ୍ ଏ ବର୍ତ୍ତମାନ, ଅପସନ୍ ବି ଅନନ୍ତ ଅତୀତ, ଅପସନ୍ ସି ଆଧ୍ୟାତ୍ମିକ, ଅପସନ୍ ଡି ବୈଷୟିକ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଅନନ୍ତ ପ୍ରକୃତି, ଅନନ୍ତ ଅତୀତ ସହିତ। ଅନନ୍ତ ଅତୀତ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 6 ନମ୍ବର ପ୍ରଶ୍ନ, ପାଦ ମୂଳରୁ ନିମ୍ନ ଦେଶକୁ ଅବତରଣ କଲେ କ'ଣ ଦେଖିପାରିବ? ଅପସନ୍ ଏ ନରକଙ୍କାଳ, ଅପସନ୍ ବି ଦୁଃଖ, ଅପସନ୍ ସି ମନ, ଅପସନ୍ ଡି ପୃଥିବୀ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ନରକଙ୍କାଳ। ପାଦ ମୂଳରୁ ନିମ୍ନ ଦେଶକୁ ଅବତରଣ କଲେ ନରକଙ୍କାଳ ଦେଖିପାରିବ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 7 ନମ୍ବର ପ୍ରଶ୍ନ, କେଉଁ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମମାନଙ୍କର ହୃତ୍କମ୍ପ ହୁଏ? ଅପସନ୍ ଏ ଅସହଯୋଗ ଆନ୍ଦୋଳନ, ଅପସନ୍ ବି ସିପାହୀ ବିଦ୍ରୋହ, ଅପସନ୍ ସି ଫରାସୀ ରାଷ୍ଟ୍ର ବିପ୍ଳବ, ଅପସନ୍ ଡି ଭୂଦାନ ଆନ୍ଦୋଳନ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଫରାସୀ ରାଷ୍ଟ୍ର ବିପ୍ଳବ। ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମମାନଙ୍କର ହୃତ୍କମ୍ପ ହୁଏ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 8 ନମ୍ବର ପ୍ରଶ୍ନ, ବର୍ତ୍ତମାନ ମାନବ ସମାଜ ଦେହରେ କେଉଁ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ? ଅପସନ୍ ଏ ସାମ୍ପ୍ରତିକ, ଅପସନ୍ ବି ଅତୀତ, ଅପସନ୍ ସି ଭାବାନ୍ତର, ଅପସନ୍ ଡି କାଳାନ୍ତର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଅତୀତ। ବର୍ତ୍ତମାନ ମାନବ ସମାଜ ଦେହରେ ଅତୀତ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 9 ନମ୍ବର ପ୍ରଶ୍ନ, ମାନବର ପ୍ରକୃତ ଉନ୍ନତି କାହା ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ? ଅପସନ୍ ଏ ସତ୍ୟ, ଅପସନ୍ ବି ମିଥ୍ୟା, ଅପସନ୍ ସି ପାପ, ଅପସନ୍ ଡି ପୁଣ୍ୟ। ଏହାର ସଠିକ ଉତ୍ତର ହେଉଛି ପିଲାମାନେ ଅପସନ୍ ଏ ସତ୍ୟ। ମାନବର ପ୍ରକୃତ ଉନ୍ନତି ସତ୍ୟ ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 10 ନମ୍ବର ପ୍ରଶ୍ନ, ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି କେଉଁ ଆଡ଼କୁ? ଅପସନ୍ ଏ 1, ଅପସନ୍ ବି 2, ଅପସନ୍ ସି ଭିନ୍ନ, ଅପସନ୍ ଡି ବିଭିନ୍ନ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ 1।
ନା ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି ଏକ ଆଡ଼କୁ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 11 ନମ୍ବର ପ୍ରଶ୍ନ, ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଡ୍ୟାକ୍ସ ଶୂନ୍ୟ ନୁହେଁ। ଅପସନ୍ ଏ ଭାବ, ଅପସନ୍ ବି ଅର୍ଥ, ଅପସନ୍ ସି କାମ, ଅପସନ୍ ଡି ମୋକ୍ଷ। ନା ଏହାର ସଠିକ ଉତ୍ତର ହେଉଛି ନା ଅପସନ୍ ବି ଅର୍ଥ। ନା ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଅର୍ଥ ଶୂନ୍ୟ ନୁହେଁ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 12 ନମ୍ବର ପ୍ରଶ୍ନ, ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ଅପସନ୍ ଏ ଇତିହାସ, ଅପସନ୍ ବି ପୁରାଣ, ଅପସନ୍ ସି ବିଜ୍ଞାନ, ଅପସନ୍ ଡି ଦର୍ଶନ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ଇତିହାସ। ନା ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ନା ଇତିହାସର ଅନ୍ତର୍ଭୁକ୍ତ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 13 ନମ୍ବର ପ୍ରଶ୍ନ, ବ୍ୟକ୍ତିଗତ ଜୀବନ ଇତିହାସକୁ ଆମ୍ଭେମାନେ କେଉଁ ଆଖ୍ୟା ପ୍ରଦାନ କରିଥାଉ? ଅପସନ୍ ଏ ଆତ୍ମଜୀବନୀ, ଅପସନ୍ ବି ଜୀବନ ଚରିତ୍ର, ଅପସନ୍ ସି ଆତ୍ମଲିପି, ଅପସନ୍ ଡି ଜୀବନାୟନ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଜୀବନ ଚରିତ୍ର। ନା ବ୍ୟକ୍ତିଗତ ଜୀବନ ଇତିହାସକୁ ଆମେମାନେ ଜୀବନ ଚରିତ୍ର ଆଖ୍ୟା ପ୍ରଦାନ କରିଥାଉ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 14 ନମ୍ବର ପ୍ରଶ୍ନ, ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ଅପସନ୍ ଏ ଆଇମା ଗଳ୍ପ, ଅପସନ୍ ବି ଅସୁର ଅସୁରୁଣୀ ଗଳ୍ପ, ଅପସନ୍ ସି ଗାଲ ଗଳ୍ପ, ଅପସନ୍ ଡି ଗ୍ରାମ୍ୟ ଗଳ୍ପ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଡି ଗ୍ରାମ୍ୟ ଗଳ୍ପ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 15 ନମ୍ବର ପ୍ରଶ୍ନ, ଆମମାନଙ୍କ ଦେଶରେ ଇତିହାସ ବର୍ଣ୍ଣନା ବେଳେ କାହାର ମାତ୍ରା ଅତ୍ୟନ୍ତ ଅଧିକ? ଅପସନ୍ ଏ ଭାବନା, ଅପସନ୍ ବି କଳ୍ପନା, ଅପସନ୍ ସି ସ୍ୱପ୍ନ, ଅପସନ୍ ଡି ବାସ୍ତବତା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି କଳ୍ପନା। ନା ଆମମାନଙ୍କ ଦେଶରେ ଇତିହାସ ବର୍ଣ୍ଣନା ବେଳେ ବର୍ଣ୍ଣନାର ମାତ୍ରା ଅତ୍ୟନ୍ତ ଅଧିକ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 16 ନମ୍ବର ପ୍ରଶ୍ନ, ନା ପ୍ରାଚୀନ କେଉଁ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ? ଅପସନ୍ ଏ ଧର୍ମଶାସ୍ତ୍ର, ଅପସନ୍ ବି ଚିକିତ୍ସା ଶାସ୍ତ୍ର, ଅପସନ୍ ସି କାବ୍ୟଶାସ୍ତ୍ର, ଅପସନ୍ ଡି ନାଟ୍ୟଶାସ୍ତ୍ର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଚିକିତ୍ସା ଶାସ୍ତ୍ର। ନା ପ୍ରାଚୀନ ଚିକିତ୍ସା ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 17 ନମ୍ବର ପ୍ରଶ୍ନ, ଇତିହାସକୁ କେତେ ଗୁଡ଼ିଏ ଘଟଣାର ଡ୍ୟାକ୍ସ ବୋଲି କୁହାଯାଏ? ଅପସନ୍ ଏ କଳ୍ପନା, ଅପସନ୍ ବି ସମଷ୍ଟି, ଅପସନ୍ ସି ପୁରାଣ, ଅପସନ୍ ଡି ବର୍ଣ୍ଣନା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ସମଷ୍ଟି। ନା ଇତିହାସକୁ କେତେ ଗୁଡ଼ିଏ ଘଟଣାର ସମଷ୍ଟି ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 18 ନମ୍ବର ପ୍ରଶ୍ନ, ନା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ'ଣ ବିଦ୍ୟମାନ? ଅପସନ୍ ଏ ସୁସାଦୃଶ୍ୟ, ଅପସନ୍ ବି ତୁଳନା, ଅପସନ୍ ସି ବିଚାର, ଅପସନ୍ ଡି ବାସ୍ତବତା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ସୁସାଦୃଶ୍ୟ। ନା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ ସୁସାଦୃଶ୍ୟ ବିଦ୍ୟମାନ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 19 ନମ୍ବର ପ୍ରଶ୍ନ, ନା କ'ଣ କହୁଛି ନା କେଉଁ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ? ଅପସନ୍ ଏ ଉପଦେଶାତ୍ମକ ଶିକ୍ଷା, ଅପସନ୍ ବି କାଳ୍ପନିକ ଶିକ୍ଷା, ଅପସନ୍ ସି ଦୃଷ୍ଟାନ୍ତ ଶିକ୍ଷା, ଅପସନ୍ ଡି ବର୍ଣ୍ଣନାତ୍ମକ ଶିକ୍ଷା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଦୃଷ୍ଟାନ୍ତ ଶିକ୍ଷା। ନା ଦୃଷ୍ଟାନ୍ତ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 20 ନମ୍ବର ପ୍ରଶ୍ନ, କ'ଣ କହୁଛି ନା ପତନ କଥାଟି କେଉଁ ବ୍ୟକ୍ତିର ମସ୍ତକରେ ଉଜ୍ଜ୍ୱଳାକ୍ଷରରେ ଲିଖିତ ହୋଇଅଛି? ଅପସନ୍ ଏ ଅହଙ୍କାରୀ, ଅପସନ୍ ବି ମିଥ୍ୟାବାଦୀ, ଅପସନ୍ ସି ସତ୍ୟବାଦୀ, ଅପସନ୍ ଡି କାଳ୍ପନିକ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ଅହଙ୍କାରୀ। ନା ପତନ କଥାଟି ଅହଙ୍କାରୀ ବ୍ୟକ୍ତିର ମସ୍ତକରେ ଉଜ୍ଜ୍ୱଳାକ୍ଷରରେ ଲିଖିତ ହୋଇଅଛି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 21 ନମ୍ବର ପ୍ରଶ୍ନ, କେଉଁ ମାନବ ପୃଥିବୀର ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସୀ ହୁଏ? ଅପସନ୍ ଏ ଧାର୍ମିକ, ଅପସନ୍ ବି ବିଶ୍ୱାସୀ, ଅପସନ୍ ସି ଅପରିଣାମଦର୍ଶୀ, ଅପସନ୍ ଡି ପାରଦର୍ଶୀ।
ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ଅପରିଣାମଦର୍ଶୀ। ମାନବ ପୃଥିବୀର ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସୀ ହୁଏ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 22 ନମ୍ବର ପ୍ରଶ୍ନ, କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି? ଅପସନ୍ ଏ ବେଦ, ଅପସନ୍ ବି ଇତିହାସ, ଅପସନ୍ ସି ବାଇବେଲ, ଅପସନ୍ ଡି କୋରାନ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ଇତିହାସକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 23 ନମ୍ବର ପ୍ରଶ୍ନ, ନା ପ୍ରୟୋଜନୀୟ ବସ୍ତୁ ଲାଭ ପାଇଁ କାହାକୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ୁଛି? ଅପସନ୍ ଏ ଈଶ୍ୱର, ଅପସନ୍ ବି ପରମ ପିତା, ଅପସନ୍ ସି ମହାପୁରୁଷ, ଅପସନ୍ ଡି ଅସୁର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ସି ମହାପୁରୁଷ। ନା ପ୍ରୟୋଜନୀୟ ବସ୍ତୁ ଲାଭ ପାଇଁ ମହାପୁରୁଷକୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ୁଛି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 24 ନମ୍ବର ପ୍ରଶ୍ନ, ଅତୀତର ସନ୍ତାନ ଭବିଷ୍ୟତର କେଉଁ ରୂପରେ ଦଣ୍ଡାୟମାନ? ଅପସନ୍ ଏ ପିତା, ଅପସନ୍ ବି ମାତା, ଅପସନ୍ ସି ଭ୍ରାତା, ଅପସନ୍ ଡି ଦାତା। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ପିତା। ନା ଅତୀତର ସନ୍ତାନ ଭବିଷ୍ୟତର ପିତା ରୂପରେ ଦଣ୍ଡାୟମାନ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 25 ନମ୍ବର ପ୍ରଶ୍ନ, କାହାର କାର୍ଯ୍ୟ କଦାପି ଅସମ୍ପନ୍ନ ରହିବ ନାହିଁ? ଅପସନ୍ ଏ ବିଧାତା, ଅପସନ୍ ବି ଜନତା, ଅପସନ୍ ସି ଲୋକତନ୍ତ୍ର, ଅପସନ୍ ଡି ଗଣତନ୍ତ୍ର। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ବିଧାତା। ନା ବିଧାତାର କାର୍ଯ୍ୟ କଦାପି ଅସମ୍ପନ୍ନ ରହିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। ନା 26 ନମ୍ବର ପ୍ରଶ୍ନ, ବିଧାତା କାହାକୁ ଉଚ୍ଚ ଅଧିକାର ଦିଅନ୍ତି? ଅପସନ୍ ଏ ଯୋଗ୍ୟ ଲୋକ, ଅପସନ୍ ବି ନିରକ୍ଷର, ଅପସନ୍ ସି ସାକ୍ଷର, ଅପସନ୍ ଡି ଅଯୋଗ୍ୟ ଲୋକ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ଏ ଯୋଗ୍ୟ ଲୋକ। ବିଧାତା ଯୋଗ୍ୟ ଲୋକକୁ ଉଚ୍ଚ ଅଧିକାର ଦିଅନ୍ତି। ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 27 ନମ୍ବର ପ୍ରଶ୍ନ, ଈଶ୍ୱର ଆମମାନଙ୍କ ଦେଶକୁ କେଉଁ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ? ଅପସନ୍ ଏ ସରଳ, ଅପସନ୍ ବି ବିକୃତ, ଅପସନ୍ ସି ଅବସନ୍ନ, ଅପସନ୍ ଡି ନିଜସ୍ୱ। ଏହାର ସଠିକ ଉତ୍ତର ହେଉଛି ଅପସନ୍ ବି ବିକୃତ। ନା ଈଶ୍ୱର ଆମମାନଙ୍କ ଦେଶକୁ ବିକୃତ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ। ପିଲାମାନେ, ଏଠାରେ ତୁମମାନଙ୍କର ମୋଷ୍ଟ ଇମ୍ପୋର୍ଟାଣ୍ଟ MCQ ଗୁଡ଼ିକ ସମାପ୍ତ ହୋଇଛି। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ କମେଣ୍ଟ କରିବେ ଓ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି। ଜୟ ଜଗନ୍ନାଥ, ଜୟ ଓଡ଼ିଶା।